ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ରଘୁ ଜନ୍ମର ଏକ ପୌରାଣିକ କାହାଣୀ। ସୂର୍ଯ୍ୟ ବଂଶରେ ଜନ୍ମ ହୋଇଥିଲେ ରାଜା ଦିଲ୍ଲୀପ। ସେ ଅଯୋଧ୍ୟାର ରାଜା ଥିଲେ। ସରଜୁ ନଦୀ କୂଳରେ ଅବସ୍ଥିତ ପାଳ ରାଜ୍ୟର ନାମ ଥିଲା ଅଯୋଧ୍ୟା। ସେ କାଳରେ ଅଯୋଧ୍ୟାର ନାମ ପ୍ରସିଦ୍ଧି ଲାଭ କରିଥିଲା, କାରଣ ଏ ଦେଶର ରାଜା ଥିଲେ ଦୟାଳୁ, ପରୋପକାରୀ, ପ୍ରଜାବତ୍ସଳ ଏବଂ ନଗରର ଉତ୍ତମ ରକ୍ଷକ। ସତ୍ୟ, ନ୍ୟାୟ, ଧର୍ମ, ନିଷ୍ଠା ଆଦର୍ଶର ଉପାସକ ଥିଲେ ଅଯୋଧ୍ୟାର ରାଜା ଦିଲ୍ଲୀପ। ଧନଧାନ୍ୟରେ ପରିପୂର୍ଣ୍ଣ ଅଯୋଧ୍ୟା। ରାଜା ଦିଲ୍ଲୀପ ବିବାହ କରିଥିଲେ ମଗଧର ରାଜକନ୍ୟା ସୁଦକ୍ଷିଣାଙ୍କୁ। ରାଜା ଦିଲ୍ଲୀପ ଥିଲେ ଯୁଦ୍ଧପ୍ରିୟ। ରାଜ୍ୟ ପରେ ରାଜ୍ୟ ଜୟ କରି ଅଯୋଧ୍ୟାର ସୁନାମ ଆଣିଥିଲେ। ପ୍ରଜାବତ୍ସଳ ରାଜା ଭାବେ ତାଙ୍କର ସୁଖ୍ୟାତି ଚତୁର୍ଦିଗକୁ ବ୍ୟାପି ଯାଇଥିଲା। ମାତ୍ର ସେ ଥିଲେ ଦୁଃଖୀ, କାରଣ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ। ହେଲେ ରାଜ୍ୟ ଜୟରେ ମାତି ସେ ସବୁକୁ ଭୁଲି ଯାଉଥିଲେ। ମାତ୍ର ରାଣୀ ନିସନ୍ତାନ ଥିବାରୁ ତାଙ୍କ ମନ ସଦାସର୍ବଦା ଦୁଃଖିତ ରହୁଥିଲା। ସେ ରାଜାଙ୍କୁ ମୁହଁ ଖୋଲି କିଛି କହିପାରୁନଥିଲେ। ରାଜା କିନ୍ତୁ ରାଣୀଙ୍କୁ ଦେଖି ତାଙ୍କ ମାନସିକ ଅବସ୍ଥାକୁ ବୁଝିପାରୁଥିଲେ। ହେଲେ ସେ ନିରୁପାୟ। ରାଣୀ କିନ୍ତୁ ନିସନ୍ତାନ ଥିବାରୁ ଦୁଃଖରେ ଦିନ କାଟୁଥିଲେ। ଅମାପ ସମ୍ପତ୍ତି, ସୁନା ରୂପା ଅଳଙ୍କାର, ମଣି ମାଣିକ୍ୟ ଖଚିତ ସିଂହାସନ ହୁଏତ ରାଜାଙ୍କୁ ଦୁଃଖ ଦେଇପାରୁଥିବ, ହୁଏତ ରାଜାଙ୍କୁ ସୁଖ ଦେଇପାରୁଥିବ, ମାତ୍ର ରାଣୀ ସୁଦକ୍ଷିଣାଙ୍କୁ ଏସବୁ ସୁଖ ଦେଇପାରୁନଥିଲା। କାରଣ ସେ ଜଣେ ନାରୀ। ସବୁ ନାରୀଙ୍କ ପରି ସେ ଚାହାନ୍ତି ମା ହେବା ପାଇଁ। ସନ୍ତାନଟିଏ ତାଙ୍କ କୋଳରେ ଥିଲେ ତାଙ୍କୁ କେତେ ଆନନ୍ଦ ଲାଗନ୍ତା। କିନ୍ତୁ ଦୈବର ବିଧାନ ବଡ଼ ବିଚିତ୍ର। ସେସବୁ ସୁଖ ତାଙ୍କ ଭାଗ୍ୟ ଆକାଶରେ ଲିପିବଦ୍ଧ ହୋଇନଥିଲା। ରାଣୀ ଅନେକ ସମୟରେ ନୀରବ ରହୁଥିଲେ। ଦାସୀ ସଖୀମାନେ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ରାଣୀଙ୍କ ମନକୁ ପରିବର୍ତ୍ତନ କରିପାରୁନଥିଲେ। ରାଣୀ ଭାବୁଥିଲେ, ମୋର କନ୍ଦର୍ପ ଭଳି ପତି ଅଛନ୍ତି। ହୀରା, ନୀଳା, ମୋତି, ମାଣିକ୍ୟ ଆଦି ଯେତେ ଅଷ୍ଟରତ୍ନ ସବୁ ଅଛି, ହେଲେ କୋଳରେ ସନ୍ତାନଟିଏ ନାହିଁ। ଏସବୁ ଭୋଗ କରିବା ପାଇଁ କିଏ ଅଛି? ଦିନେ ଏପରି ଭାବି ଭାବି ନିଜ ମନ କଥା ରାଜାଙ୍କୁ କହିଲେ, କିଛି ଗୋଟିଏ ଉପାୟ କର। ସନ୍ତାନଟିଏ ନଥିଲେ ମୁଁ ବଞ୍ଚିପାରିବି ନାହିଁ। ଅଦୂରରେ ଦେଖ କିପରି ସୁନ୍ଦର ଗାଭୀଟିଏ ତା ସନ୍ତାନକୁ କ୍ଷୀର ପିଆଇ ଆତ୍ମତୃପ୍ତି ଲାଭ କରୁଛି। ମୁଁ ଜଣେ ନାରୀ। ଯଦି ମୋର ସନ୍ତାନଟିଏ ନାହିଁ, ମୁଁ ମା ହୋଇପାରିବି ନାହିଁ। ଆଉ କଅଁଳା ବାଛୁରୀଟିକୁ ତା ମା କ୍ଷୀର ପିଆଇ ଯେଉଁ ପରିତୃପ୍ତି ପାଉଛି, ମୁଁ ଟିକିଏ ହେଲେ ଆଜି ଯାଏଁ ସେପରି ପରିତୃପ୍ତି ପାଇପାରିଲି ନାହିଁ। ମୁଁ ଭାବୁଛି, ମୋର ଏହି ଅବସ୍ଥା ରହିଲେ, ମୋର ମାନସିକ ଅବସ୍ଥା ଯାହା, ମୁଁ ପାଗଳିନୀ ହୋଇଯିବି। ମୋତେ ଏହି ଦୟନୀୟ ଅବସ୍ଥାରୁ ଆପଣ ଉଦ୍ଧାର କରନ୍ତୁ। ରାଜା ଦିଲ୍ଲୀପ ଥିଲେ ଖୁବ୍ ଦୟାଳୁ। ରାଣୀଙ୍କ ବାକ୍ୟ ଶୁଣି ତାଙ୍କ ଆଖିରୁ ଅଶ୍ରୁ ବୋହିଗଲା। ସେ କ'ଣ କରିବେ କିଛି ସ୍ଥିର କରିପାରିଲେ ନାହିଁ। ବହୁ ଭାବିଚିନ୍ତି ରାଣୀଙ୍କୁ ତାଙ୍କ କକ୍ଷକୁ ଡକାଇ କହିଲେ, ଆମର କୁଳଗୁରୁ ହେଲେ ବଶିଷ୍ଠ। ସେ ଅଦୂରରେ ଆଶ୍ରମ କରି ସେଠାରେ ତପସ୍ୟାରତ ଅଛନ୍ତି। ଆମେ ସେଠାକୁ ଯାଇ କୁଳଗୁରୁଙ୍କୁ ଆମ ଅସୁବିଧା ବିଷୟରେ କହିବା। ଆଉ ଯଦି ଗୁରୁ ବଶିଷ୍ଠ ଆମକୁ ତପସ୍ୟା କରିବାକୁ କହିବେ, ତେବେ ଆମେ ତପସ୍ୟାରେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି କିଛି ବର ମାଗିନେବା। ତୁମେ ଆଉ ମନ ଦୁଃଖ କର ନାହିଁ। ଶୁଭ ମୁହୂର୍ତ୍ତ ଦେଖି କୁଳଗୁରୁଙ୍କ ପାଖକୁ ଯାଇ ତାଙ୍କର ସେବା କରି କିଛି ଉପାୟ ବାହାର କରିବା। ରାଣୀ ରାଜାଙ୍କ କଥାରେ ରାଜି ହେଲେ।
ଏକ ଶୁଭ ମୁହୂର୍ତ୍ତ ଦେଖି ରାଣୀ ଓ ରାଜା ସୈନ୍ୟ ସାମନ୍ତ ସହ ଅଦୂରରେ ଥିବା କୁଳଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ଗଲେ। ଆଶ୍ରମ ଭିତରେ ପହଞ୍ଚି ଉଭୟ ରାଜା ଓ ରାଣୀ ବଶିଷ୍ଠଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ। କୁଳଗୁରୁ ବଶିଷ୍ଠ ଦେଖିଲେ ରାଣୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବୋହିଯାଉଛି। ବଶିଷ୍ଠ ପଚାରିଲେ, ମହାରାଣୀ ସୁଦକ୍ଷିଣା, ଆପଣଙ୍କର କ'ଣ ଅସୁବିଧା ହେଇଛି କୁହନ୍ତୁ। ରାଣୀ କାନ୍ଦି କାନ୍ଦି କହିଲେ, ହେ ତପସ୍ୱୀ କୁଳଗୁରୁ ବଶିଷ୍ଠ, ଆପଣଙ୍କୁ ସବୁ ଜଣା। ଆପଣ ଏହାର ପ୍ରତିକାର ନ କଲେ ଆଉ କିଏ କରିବ? ମୋର ଏ ପର୍ଯ୍ୟନ୍ତ କୌଣସି ସନ୍ତାନ ନାହାନ୍ତି। ମୁଁ ଜଣେ ସାଧାରଣ ନାରୀ, ଜଣେ ନାରୀ ଭାବେ ଏ ପର୍ଯ୍ୟନ୍ତ ଜନନୀ ହୋଇପାରିଲି ନାହିଁ। ଆମ ରାଜ୍ୟରେ କିଛି ଅଭାବ ନାହିଁ। ପ୍ରଜାମାନଙ୍କ ସୁଖ ଦୁଃଖରେ ଆମେ ଅଛୁ। ରାଜା ଜଣେ ସତ୍ୟନିଷ୍ଠ, ଦୟାଳୁ ଓ ପରୋପକାରୀ ଭାବେ ଅଯୋଧ୍ୟା ସିଂହାସନରେ ଅଧିକାରୀ। ମୁଁ ତାଙ୍କ ମହାରାଣୀ ସୁଦକ୍ଷିଣା। ଆପଣ ଏହାର କିଛି ପ୍ରତିକାର କରନ୍ତୁ। ନିସନ୍ତାନ ହୋଇ ମରିଗଲେ ନର୍କପୁରକୁ ଯିବି। ମୋତେ ଏହି ନିସନ୍ତାନ ଦୋଷରୁ ଉଦ୍ଧାର କରିବା ପାଇଁ ଉପାୟ ବତାନ୍ତୁ। ବଶିଷ୍ଠ ରାଣୀଙ୍କ କଥାରେ ମ୍ରିୟମାଣ ହୋଇପଡ଼ିଲେ ଏବଂ ଧ୍ୟାନ ବଳରେ ଜାଣିପାରିଲେ ଯେ ରାଜା ଓ ରାଣୀ ପୂର୍ବଜନ୍ମର ଅଭିଶାପରେ ଅଭିଶପ୍ତ। ସେମାନଙ୍କର ପୂର୍ବାଭିଶାପ ଯୋଗୁଁ କୌଣସି ସନ୍ତାନ ସନ୍ତତି ନାହାନ୍ତି। ପୁନଶ୍ଚ ଧ୍ୟାନ ବଳରେ ଜାଣିଲେ ସେ ସୁରଭି ନାମରେ ଏକ ଗାଭୀ ଅଛି। ତାରି ଅଭିଶାପ ବଳରେ ଏମାନେ ନିସନ୍ତାନ ଜନିତ ଦୁଃଖ ଭୋଗ କରୁଛନ୍ତି। ସେହି ସୁରଭି ଗାଭୀର କନ୍ୟା ନନ୍ଦିନୀ। ଯଦି ଉଭୟେ ରାଜା ଓ ରାଣୀ ତାଙ୍କର ସେବା କରନ୍ତି ଏବଂ ସେ ସେବାରେ ସନ୍ତୁଷ୍ଟ ହୋଇ ନନ୍ଦିନୀ ଆଶୀର୍ବାଦ କରେ, ରାଜା ଓ ରାଣୀ ନିସନ୍ତାନ ଦୋଷରୁ ମୁକ୍ତି ପାଇବେ। ଏହି କଥା ଧ୍ୟାନ ବଳରେ ଜାଣି ରାଜା ଓ ରାଣୀଙ୍କୁ ପାଖକୁ ଡକାଇ ସବୁ କଥା କହିଲେ। ରାଜା ଓ ରାଣୀ ଗୁରୁ ବଶିଷ୍ଠଙ୍କ କଥାରେ ରାଜି ହୋଇଗଲେ। ଗୁରୁଙ୍କ ଠାରୁ ଆଶୀର୍ବାଦ ନେଇ ରାଣୀ ଓ ରାଜା ସୁରଭି ଗାଭୀର କନ୍ୟା ନନ୍ଦିନୀର ସେବାରେ ଲାଗି ପଡ଼ିଲେ। ନନ୍ଦିନୀ ଯାହା କହୁଥିଲା ରାଜା ଓ ରାଣୀ ସେଇଆ କରୁଥିଲେ। ମନ ଧ୍ୟାନ ଦେଇ ନନ୍ଦିନୀର ସେବା କରିଚାଲିଥିଲେ। ନନ୍ଦିନୀ ଯେଉଁଠାକୁ ଯାଉଥିଲା ରାଜା ଓ ରାଣୀ ସେଠାକୁ ଯାଉଥିଲେ। ବନସ୍ଥ ଭିତରେ ଏମିତି ଅନେକ ବର୍ଷ ଧରି ରାଜା ଓ ରାଣୀ ନନ୍ଦିନୀର ସେବା କରି ଅଭିଶାପରୁ ମୁକ୍ତ ହୋଇ ନିସନ୍ତାନ ଦୋଷରୁ ରକ୍ଷା ପାଇବା ପାଇଁ ଲାଗି ପଡ଼ିଲେ। ରାଜାଙ୍କ ନନ୍ଦିନୀ ପ୍ରତି ଧ୍ୟାନ, ତପସ୍ୟା, ତ୍ୟାଗ, ନିଷ୍ଠା ଦେଖି ଦିନେ ଭଗବାନ ଭାବିଲେ, ପ୍ରକୃତରେ ରାଜା ହୃଦୟ ଦେଇ ନିଃସ୍ୱାର୍ଥପର ଭାବରେ ନନ୍ଦିନୀର ସେବା କରୁଛନ୍ତି କି ନାହିଁ ପରୀକ୍ଷା କରିବା ପାଇଁ ଦିନେ ରାଜା ଓ ରାଣୀ ରାତ୍ରରେ ଶୋଇଥିବା ଅବସ୍ଥାରେ ଭଗବାନ ବିଷ୍ଣୁ ସିଂହ ରୂପରେ ଆସି ନନ୍ଦିନୀକୁ ଖାଇବା ପାଇଁ ଗର୍ଜନ କରି ମାଡ଼ି ବସିଲେ। ଉଭୟଙ୍କ ଶବ୍ଦ ଶୁଣି ରାଜା ଓ ରାଣୀଙ୍କ ନିଦ ଭାଙ୍ଗିଗଲା। ଦେଖିଲେ ନନ୍ଦିନୀଙ୍କୁ ମାଡ଼ି ବସିଛି ଏକ ବିରାଟକାୟ ସିଂହ। ନନ୍ଦିନୀ ତା କବଳରୁ ରକ୍ଷା ପାଇବା ପାଇଁ ଛଟପଟ ହେଉଛି। ରାଜା ଭାବିଲେ, ଯାହାର ସେବା କରିବା ପାଇଁ ଦୁହେଁ ନିଷ୍ଠାର ସହ ଏତେ ଦିନ ଯାଏ ଲାଗି ପଡ଼ିଛନ୍ତି, ଆଜି ଯଦି ତାର ମୃତ୍ୟୁ ହୋଇଯାଏ ତେବେ ନନ୍ଦିନୀ ଠାରୁ ଆଶୀର୍ବାଦ ପାଇପାରିବୁ ନାହିଁ। ନନ୍ଦିନୀ ଯଦି ମୃତ୍ୟୁବରଣ କରେ ତେବେ ଆମ ସେବାରେ ଅବହେଳା ନିଶ୍ଚୟ ହେବ ଓ ଗୁରୁ ଆମକୁ ଅଭିଶାପ ଦେବେ। ଆମ ତ୍ୟାଗ, ନିଷ୍ଠା, ସେବା ଓ ଆଦର୍ଶର ଫଳ କିଛି ଫଳିବ ନାହିଁ। ନନ୍ଦିନୀର ମୃତ୍ୟୁ ଆମ ପାଇଁ ଆଣିଦେବ ଅନେକ ବିପଦ। ସେ ଡାକିଲେ, ହେ ଭଗବାନ, ଏ ବିପଦରୁ ତୁମେ ଆମକୁ ରକ୍ଷା କର। ନନ୍ଦିନୀର କିଛି ଦୋଷ ନାହିଁ। ସେ ଗୋଟିଏ ନିଃସହାୟ ପ୍ରାଣୀ। ରାତ୍ରରେ ବିଶ୍ରାମ ନେଉଥିବା ସମୟରେ ତାକୁ ଏ ସିଂହ ଯଦି ଏଭଳି ଖାଇଦିଏ ତେବେ ଦୋଷ ଆମକୁ ଲାଗିବ, କାରଣ ଆମେ ଥିଲୁ ତାର ସେବା ରକ୍ଷକ। ଏହା କହିଲେ ମଧ୍ୟ ସିଂହ କିନ୍ତୁ ଛାଡ଼ିବାର ନଥିଲା। ସେ ନନ୍ଦିନୀକୁ ଜଙ୍ଗଲ ଭିତରୁ ଭିଡ଼ି ନେବାକୁ ଚେଷ୍ଟା କରୁଥିଲା।
ସେତେବେଳେ ନନ୍ଦିନୀ ଅସହାୟ ଅବସ୍ଥାରେ ରାଜାଙ୍କୁ ଡାକିଲେ, ହେ ରାଜନ, ମୋର ଏ ବିପତ୍ତି ସମୟରେ ମୋତେ ଉଦ୍ଧାର କରନ୍ତୁ। ରାଜା ଆଉ ଏ ଦୁଃଖ ସହି ନପାରି ଯେତେବେଳେ ନିଜ ତୁଣୀରରୁ ବାଣ ବାହାର କରି ନିକ୍ଷେପ କରିବାକୁ ବାହାରିଲେ, ସେତେବେଳେ ସିଂହରୂପୀ ଜୀବଟି ଭଗବାନ ବିଷ୍ଣୁଙ୍କ ରୂପରେ ଆବିର୍ଭୂତ ହୋଇ କହିଲେ, ହେ ରାଜନ, ମୁଁ ତୁମ ସେବା ତ୍ୟାଗ ଓ ତପସ୍ୟାର ଆଦର୍ଶରେ ସନ୍ତୁଷ୍ଟ ହେଲି। ମୁଁ ତୁମ ମନ ଭିତରେ ଥିବା ଅହଙ୍କାରକୁ ଦୂର କରି ସେବାରେ ବ୍ରତୀ କରିବା ପାଇଁ ଚେଷ୍ଟା କରିଥିଲି। ଆଜି ତୁମ ସେବାରେ ମୁଁ ଦେଖିଲି ଯେ ତୁମେ ସମ୍ପୂର୍ଣ୍ଣ ଭାବେ ନନ୍ଦିନୀ ପ୍ରତି ସମର୍ପିତ। ସେବା ତପ ବଳରେ ସବୁକିଛି ଅସାଧ୍ୟ ସମ୍ଭବ ହୁଏ। ତୁମ ତପସ୍ୟା ଓ ସେବାରେ ମୁଁ ସନ୍ତୁଷ୍ଟ। ମୁଁ କେବଳ ତୁମକୁ ପରୀକ୍ଷା କରିବା ପାଇଁ ଏସବୁ କରିଥିଲି। ଏବେ ମୁଁ ତୁମ ଦୁହିଁଙ୍କୁ ଆଶୀର୍ବାଦ କରୁଛି, ତୁମେ ଏକ କ୍ଷମତାଶୀଳ, ପରୋପକାରୀ, ପ୍ରଜାବତ୍ସଳ, ଦୟାଳୁ ସନ୍ତାନର ଜନକ ହେବ। ସେ ସନ୍ତାନ ସମଗ୍ର ବିଶ୍ୱରେ ନିଜର ସୁନାମ ଓ ପ୍ରତିପତ୍ତି ବଳରେ ଶ୍ରେଷ୍ଠ ବିବେଚିତ ହେବ ଏବଂ ତାର ନାମ ହେବ ରଘୁ। ଏହି ରଘୁଙ୍କ ନାମରେ ତୁମର ବଂଶର ନାମ ହେବ ରଘୁବଂଶ। ଏହା କହି ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲେ ଭଗବାନ ବିଷ୍ଣୁ। ରାଜା ଓ ରାଣୀ ଭଗବାନଙ୍କ ଠାରୁ ଆଶୀର୍ବାଦ ନେଇ ପୁତ୍ର ସନ୍ତାନର ମାତା ପିତା ହେଲେ। ସେହି ପୁତ୍ରର ନାମ ଦେଲେ ରଘୁ, ଯାହାଙ୍କ ନାମରେ ରଘୁବଂଶ ଖ୍ୟାତ। ସେବା, ନିଷ୍ଠା, ତ୍ୟାଗ, ଆଦର୍ଶ ଓ ତପୋବଳରେ ସବୁକିଛି ସମ୍ଭବ ହୁଏ ଜାଣି ରାଣୀ ସୁଦକ୍ଷିଣା ଓ ରାଜା ଦିଲୀପ ମନେ ମନେ ବହୁତ ଆନନ୍ଦିତ ହେଉଥିଲେ। ଶ୍ରୋତାବନ୍ଧୁ, ଆଉ ଗୋଟିଏ ସୁନ୍ଦର ପୌରାଣିକ କାହାଣୀ ନେଇ ମୁଁ ଉପସ୍ଥିତ ହେବି ମୋର ଆଗାମୀ ଅଧ୍ୟାୟରେ। ଧନ୍ୟବାଦ।